ଆମର ମାନସ ମନ୍ଥନର ଆଜି ବୁଧବାର ଆମର ଥିଲା ଯେ ରିଏଲ୍ ଫ୍ରେଣ୍ଡ ହେଲା। ପ୍ରକୃତ ସାଙ୍ଗ କ'ଣ? ସମସ୍ତଙ୍କର କିଛି ନା କେହି ସାଙ୍ଗ ଅଛନ୍ତି ହେଲା, କିନ୍ତୁ ପ୍ରକୃତ ସାଙ୍ଗ କ'ଣ? ମୁଁ ତୁମକୁ ଗୋଟେ ଛୋଟିଆ ଏକ୍ଜାମ୍ପଲ୍ ଦେଇକି କହିବି, ଗୋଟେ ଛୋଟିଆ ଷ୍ଟୋରିଟା କହିବି ହେଲା। ସମସ୍ତେ ଧ୍ୟାନରେ ସବୁ ଶୁଣ ହେଲା, ତା ଦେହରେ ତମେ ଜାଣିପାରିବ ଯେ ଆକ୍ଚୁଆଲି ରିଏଲ୍ ସାଙ୍ଗ କ'ଣ ହେଲା, ପ୍ରକୃତ ସାଙ୍ଗଟି କ'ଣ। ତମ ଭଳିଆ ସ୍କୁଲରେ ହେଲା 5 ଜଣ ସାଙ୍ଗ ଥିଲେ। ତମ ଭଳିଆ ପିଲାବେଳେ 5 ଜଣ ସାଙ୍ଗ ଥିଲେ। 5 ଜଣ ଯାକ ବହୁତ ସବୁଥିରେ ଏକାଠି ଖାଉଥିଲେ, ଏକାଠି ପଢ଼ୁଥିଲେ। ଯାହାର ଯେଉଁଟା ପ୍ରୋବ୍ଲେମ୍ ହେଲା ସେ ମିଶିକି ସେଇଟାକୁ କ'ଣ କରୁଥିଲେ, ସଲ୍ୟୁସନ୍ କରୁଥିଲେ। କିନ୍ତୁ ଏଇ 5 ଜଣଙ୍କ ସାଙ୍ଗ ଭିତରେ ଯେତେବେଳେ ସେ ଆଗ କ୍ଲାସ୍କୁ ଯାଇଛନ୍ତି, ତା ଆଗ କ୍ଲାସ୍ରେ ଆହୁରି ମାନେ 2ଟା ସାଙ୍ଗ ତାଙ୍କ ଭିତରେ ଏଣ୍ଟ୍ରି କରିବାକୁ ଚେଷ୍ଟା କରିଛନ୍ତି ତାଙ୍କ ଭିତରେ ମିଶିବା ପାଇଁ। କିନ୍ତୁ ସେ ଯେଉଁ 2 ଜଣ ସାଙ୍ଗ ଥିଲେ ସେ ପ୍ରକୃତ ସାଙ୍ଗ ନଥିଲେ। ଏଇ 5 ଜଣଙ୍କ ସାଙ୍ଗ ଭିତରୁ ଗୋଟେ ସାଙ୍ଗକୁ ସେ ସବୁଥିରେ ନଷ୍ଟ କରିବାକୁ ଚାହିଁଲେ। ମାନେ ଯଦି ପାଠ ପଢ଼ୁଥିବେ ସାଙ୍ଗ ହେଇକି, ତାହେଲେ ସେ ଅଜୟ ବୋଲି ଗୋଟେ ସାଙ୍ଗ ଥାଏ ତାଙ୍କର 5 ଜଣଙ୍କ ସାଙ୍ଗ ଭିତରେ। ତାକୁ ସବୁବେଳେ କହନ୍ତି ତୁ କାହିଁ ଏତେ ସମୟ ପାଠ ପଢ଼ୁଛୁ, ଟିକେ ଖେଳା ଖେଳି କରେ, ଚାଲ ଟିକେ ବୁଲିବାକୁ ଯିବା, ମେଳନ ବୁଲିବାକୁ ଯିବା, ଆସୁନ ଆମେ ଏଇ ଜାଗାକୁ ଯାଉଛୁ, ଟିକେ ବସିକି ଆମେ ଟିକେ ମାନେ ଗୁଟକା ଫୁଟକା ଏମିତି। ମାନେ ସେ ପିଲାଙ୍କର ସେ 2ଟା ପିଲାଙ୍କର ମାନେ ବଦ ଅଭ୍ୟାସ ଥିଲା। ତେଣୁ ଏଇ ଯେଉଁ 5 ଜଣ ସାଙ୍ଗ ଦେଖିଲେ ଯେ ଆରେ ଆମ ସାଙ୍ଗଟାକୁ ସେ କ'ଣ ଖରାପ କରିବାକୁ ଲାଗିଛି, ଆମ କର୍ତ୍ତବ୍ୟ ଯେ ଆମ ସାଙ୍ଗକୁ କେମିତି ଆମେ ସେଥିରୁ ବାହାରକୁ ଆଣିବା। କିନ୍ତୁ ସେମାନେ ଯେତେ ଚେଷ୍ଟା କରୁଛନ୍ତି, ତା ଭିତରୁ ବିଜୁ ବୋଲି ଗୋଟେ ସାଙ୍ଗ ଥାଏ, ସିଏ ସବୁବେଳେ ତାକୁ ଗୋଡ଼େ ଜଗେ। ତୁ କାହିଁ ଆଜି ଯାଇକି ତାଙ୍କ ସହିତ ବସିଥିଲୁ କାହିଁକି? ସେମାନେ ତ ଗୁଟକା ଖାଉଛନ୍ତି, ସେଠି ଛେପ ପକାଉଛନ୍ତି, ତୋତେ ମେଳରେ ନେଇକି ପଳାଉଛନ୍ତି, ଏପଟେ ତୋ ପାଠ ଖରାପ ହେଉଛି ହେଲା। ଏତିକି କହିକି ବିଜୁ ଗୋଟେ ଅଜୟ ଗାଲୁ ଗୋଟେ ଚଟକଣି ମାରିଦେଲା। ସେଠୁ ଅଜୟ କହିଲା ଯେ ତୁ ମୋତେ ଚଟକଣି ମାରିଲୁ ମୋ ସାଙ୍ଗ ହେଇକି, ତାହେଲେ ଆଜିଠୁ ମୁଁ ତୋ ସହିତ କଥା ହେବି, ତୁ ମୋ ସାଙ୍ଗ ନୁହଁ। କିନ୍ତୁ ବିଜୁ ସେଇ ଟାଇମ୍ରେ କହିଥିଲା ଯେ ମୁଁ ତ ପ୍ରକୃତ ସାଙ୍ଗ ନା ନାହିଁ, ତୁ ସିଚୁଏସନ୍ ଆସିଲେ ତୁ ଜୀବନ ଯାକ ଭିତରେ ଜାଣିବୁ ଯେ ତୋର ବିଜୁ କେମିତି ସାଙ୍ଗ। ତୋତେ ସବୁ ପରିସ୍ଥିତିରୁ ମାନେ ତୋର ସବୁ ପରିସ୍ଥିତିରେ ହିଁ ତୋ ସାଙ୍ଗ ତୋ ପାଖରେ ଥାଏ। ଏମିତି ହେଇଛି ସମସ୍ତେ ବଡ଼ ହେଇଯାଇଛନ୍ତି ହେଲା। କାରଣ ବିଜୁ ଜାଣିଛି ଯେ ଅଜୟ ତାଙ୍କ ସ୍କୁଲରେ ଛୋଟ ଟପର ପିଲା, ମାନେ ବହୁତ ଟ୍ୟାଲେଣ୍ଟେଡ୍ ପିଲା। ଟିକେ ଧୀର ସ୍ଥିରରେ କଣ ଶୁଣ, ଭଲ ମାନେ ଭଲ ଷ୍ଟୋରିଟା ଏଇଟା ରିଏଲ୍ ଷ୍ଟୋରିଟା ବି ହେଲା। ତାପରେ କ'ଣ ହେଇଛି, ବିଜୁ ଚାହୁଁଛି ଯେ ନାଇଁ ତା ପାଠ ଗୁଡ଼ା ସବୁ ଖରାପ ହେଇଯିବ। ସତ ତାର ପାଠ ଗୁଡ଼ାକ 10th ଲେବୁଲରେ ପାଠ ଖରାପ ହେଲା, +2 ଲେବୁଲରେ ଆହୁରି ଖରାପ ହେଲା। ମାନେ ଯିଏ ଟପର ଥିଲା ସିଏ ପୁରା ଡାଉନ୍ ହେଇଗଲା। ତାପରେ ଦିନକର ଘଟଣା କ'ଣ ହେଇଛି, ଏ 5 ଜଣ ସାଙ୍ଗ କିନ୍ତୁ ମିଶୁଥାନ୍ତି, କିନ୍ତୁ ଅଜୁ ବିଜୟ ଭିତରେ କେବେ ପଡ଼େନି। ସେଇ ଦିନଠୁ ସେଇ ଚଟକଣିଠୁ ସେ ତା ସାଙ୍ଗେ ଜମା ବି କଥା ହୁଏନି। ସିଏ ଭାବେ ଯେ ବିଜୁ ମୋ ପାଇଁ ଖରାପ ଚିନ୍ତା କରୁଛି। ଏମାନେ ସବୁ ବଡ଼ ହେଇଛନ୍ତି। ଅଜୟର ସମସ୍ତେ ଅଜୟକୁ ଛାଡ଼ିଦେଲେ ଆଉ ସମସ୍ତେ ଭଲ ଜାଗାରେ ୱେଲ୍ ସେଟେଲ୍ ଅଛନ୍ତି। ଅଜୟ କେବଳ ଗୋଟେ ଛୋଟିଆ ଦୋକାନ ଦେଇଛି, ସେଇଥିରେ ତା ଗୁଜୁରାଣ ମେଣ୍ଟଉଛି। ଅଜୟର କ'ଣ ହେଇଛି, ଠିକ୍ ସମୟରେ ତାର କ'ଣ ହେଇଛି, ତା ବାପାଙ୍କ ଦେହ ଖରାପ ହେଇଛି, ବହୁତ ପଇସା ଦରକାର ହେଇଛି ହେଲା। ଏହି ସମୟରେ ତାଙ୍କ ଘରକୁ ଗୋଟେ କୋରିଅର ଆସିଛି ଯେ ତୁମ ବ୍ୟାଙ୍କରେ ତୁମ ଲଟେରୀ ଉଠିଛି, ତୁମେ 50 ଲକ୍ଷ ଖଣ୍ଡେ ପାଇଛ ହେଲା। ସେ ବହୁତ ଖୁସି ହେଇଗଲା। ଏ 5 ଜଣ 4 ଜଣ 3 ଜଣ ସାଙ୍ଗକୁ କହିଲେ, 4 ଜଣ ସାଙ୍ଗକୁ ସେ ଜଣେଇଲେନି ହେଲା। ତାପରେ ଆର ବି ପରିସ୍ଥିତି ସୁଧୁରି ଯାଇଛି। ତାପରେ ଏମାନେ କଥା ହେଇଛନ୍ତି ଯେ ଆମେ ଏତେ ଦିନ ହେଲା ଥରଟା ପାର୍ଟି କରିବା, ଯିବା ଗୋଟେ ହୋଟେଲକୁ। ଏ 5 ଜଣ ସାଙ୍ଗ ହୋଟେଲକୁ ଗଲେ ହେଲା, ପାର୍ଟି କଲେ, ଖିଆପିଆ ସବୁ କଲେ, ଭଲରେ କଥାବାର୍ତ୍ତା ହେଲେ। ସେ ପର୍ଯ୍ୟନ୍ତ ବି ଅଜୟ ବିଜୁ ସହିତ କଥା ହଉନଥାଏ ହେଲା। ସାଙ୍ଗମାନେ ବି କହନ୍ତି ତୁ କଥା ହେଇଯା, ବିଜୁ ତ ତୋତେ ଉପରେ ପଡ଼ିକି କହୁଛି ତୁ ତା ସହିତ କଥା ହେଇଯା। କିନ୍ତୁ ଅଜୟ ଜମା ବି ଶୁଣୁନଥିଲା, ନାଇଁ ସେ ମୋ ଭଲ ସାଙ୍ଗ ନୁହଁ ହେଲା। ତାପରେ କ'ଣ ହେଇଛି, ହୋଟେଲରେ ସେଠି କିଏ ବିଲ୍ ଦେବ, ସେଠୁ ବିଲ୍ ତାଙ୍କ ଭିତରୁ ରାକେଶ ବିଲିକା ଜଣେ ଥିଲେ, ସିଏ ବିଲ୍ ଦେଲା। ତାପରେ ଏମାନେ ଡିସାଇଡ୍ କଲେ ଯେ ଆମେ 10 ବର୍ଷ ପରେ ପୁଣି ଆସିବା, ଏଇ ହୋଟେଲରେ ଆମେ ପାର୍ଟି କରିବା। 10 ବର୍ଷ ପରେ ଆମେ 5 ଜଣ ସାଙ୍ଗ ଆସିବା, ଏଇ ହୋଟେଲରେ ପାର୍ଟି କରିବା। 10 ବର୍ଷ ଏଇ ଯେଉଁ କଥାଟା କହିଲେ, ସେଇ ଟାଇମ୍ରେ ଗୋଟେ ୱେଟର ଥିଲା ହେଲା, ଯିଏ ଖାଦ୍ୟ ଦିଏ। ସିଏ କହିଲା ଯେ ସାର୍ ମୁଁ ସାକ୍ଷୀ ରହିଲି, 10 ବର୍ଷ ପରେ ମୁଁ ବି ଏଇଠିକିନା ଥିବି, ମୁଁ ଜବ୍ ଛାଡ଼ିବାର ନାହିଁ, ମୁଁ ଏଇଠି ଅଛି, ଆପଣ ଆସିଲେ ମୁଁ ଆପଣଙ୍କ
ସାଙ୍ଗସାଥି ଖୁସିରେ ମୁଁ ସାମିଲ ହେଲି। 10 ବର୍ଷ ପରେ ସମସ୍ତେ ସାଙ୍ଗ ଆସିଛନ୍ତି, ପାର୍ଟି କରିଛନ୍ତି। ତାପରେ କହିଲେ ବିଜୁ କ'ଣ ପାଇଁ ଆସିନି? ଅଜୟ ପଚାରିଲା ବିଜୁ କ'ଣ ପାଇଁ ଆସିନି? ଦେଖିଲା ସବୁ ବିଜୁର ପୁଅ ଆସିଛି। ବିଜୁର ପୁଅ ଆସିଛି, କହିଲା ବାପା ଟିକେ କାମ ଅଛି ଆଉ ଏୟାରପୋର୍ଟରେ ଫସି ଯାଇଛନ୍ତି, ଆସିପାରିବିନି। ସେଇଥିପାଇଁ କହିଲେ ମୋ ସାଙ୍ଗମାନେ ଖରାପ ଭାବିବେ, ତୁ ମୋ ପାଇଁ ଯାହା। ଆଉ ସେଥିପାଇଁ ସେ ମୋତେ ଗୋଟେ ଚିଠି ଦେଇଛନ୍ତି। ସେ ଚିଠିଟା ଆମେ ପାର୍ଟି କରିସାରିଲା ପରେ ମୁଁ କହିଛନ୍ତି ଚିଠିଟା ଦେବାକୁ। ସେଇଠୁ ପାର୍ଟି ସରିଲା, ସମସ୍ତେ କହିଲେ କିଏ ଦେବ ପଇସା ପେମେଣ୍ଟ କରିବ, କିଏ ପଇସା ପେମେଣ୍ଟ କରିବ। ସେଇ ଟାଇମ୍ରେ ବିଜୁର ପୁଅ ସେ ଲେଟରଟା ନେଇକି ଦେଇଛି। ସେ ଲେଟର ସମସ୍ତେ ଯେତେବେଳେ ପଢ଼ିଛନ୍ତି ହେଲା, ପଢ଼ିବାକୁ ଯାଉଛନ୍ତି ସେ ଲେଟରଟା, ସେଇ ଟାଇମ୍ରେ ଯେଉଁ ୱେଟର ଥିଲା ସେ କହିଲେ ଯେ ତମ ଭିତରେ କ'ଣ ଲଢ଼େଇ କରୁଛ ଯେ ମୁଁ ପଇସା ଦେବି ଏ ହୋଟେଲଟା ବା ଅଜୟର। ସେଠୁ ଅଜୟ ମୁଣ୍ଡ ଟେନସନ୍ ହେଲା। ଅଜୟ କହିଲା ମୋର କେମିତି ହୋଟେଲ ହେଲା, ମୁଁ ତ ଏତେ ଗରିବରୁ ମାନେ ଉଠିଛି ହେଲା। ତାପରେ ସେଇ ଟାଇମ୍ରେ ତା ପୁଅ ଦେଇଛି ଆପଣ ଏ ଚିଠିଟା ପଢ଼ନ୍ତୁ। ଚିଠି ପଢ଼ିଲା ବେଳକୁ ଦେଖିଲା ସବୁ ଅଜୟ ଲେଖିଛି ଯେ ସରି ସାଙ୍ଗମାନେ, ମୋ ଦେହ ଖରାପ ଥିବାରୁ ହେଲା ମୁଁ ମାନେ 6 ମାସ ହେଲା ମୋ ଦେହ ଖରାପ ଅଛି, ମୁଁ ଜଣଉନି ତମମାନେ ବ୍ୟସ୍ତ ହେବ ବୋଲିକା, ଆଉ ମୁଁ ଆଉ ବଞ୍ଚିବି ନାହିଁ ହେଲା। ଆଉ ମୁଁ ଏ ଯେଉଁ ହୋଟେଲଟା, ଯେଉଁ ହୋଟେଲକୁ ଖାଇବାକୁ ଯାଉଛ ସେ ହୋଟେଲଟା ମୁଁ ଅଜୟ ନାଁରେ କରିଦେଇଛି। ଆଉ ଅଜୟ ଯେବେ ଦୁଃଖରେ ଥିଲା, ତା ବାପା ପୀଡ଼ିତ ଥିଲା, ସେଇ ଟାଇମ୍ରେ ମୁଁ ମିଛରେ ଲଟେରୀ କହିକି ମୋ ସାଙ୍ଗ ପାଇଁ 50 ଲକ୍ଷ ଟଙ୍କା ପଠେଇଥିଲି। ତାପରେ ସମସ୍ତଙ୍କ ଆଖିରୁ ଧାର ଧାର ହେଇକି ଲୁହ ବୋହିଛି। ସେଇ ଟାଇମ୍ରେ ଅଜୟ ଯାଇକି ତା ପୁଅକୁ କୁଣ୍ଡେଇ ପକେଇଛି ହେଲା। ଏଥିରୁ ଆମେ 2ଟା ଜିନିଷ ଶିଖିଲେ। କ'ଣ ଶିଖିଲେ? ଆମେ ସବୁବେଳେ ଚାହିଁବା ଯେ ପ୍ରକୃତ ସାଙ୍ଗକୁ ଚିହ୍ନିବାରେ ଏତେ ବି ଲେଟ୍ କରିବାନି ହେଲା। କଲରାଟା ପିତା କିନ୍ତୁ ଦେହ ପାଇଁ କ'ଣ ହିତକରକ, ସୁଇଟ୍ଟା ମିଠା କିନ୍ତୁ ସବୁବେଳେ ଦେହ ପ୍ରତି ଖରାପ। ବୁଝିପାରିଲ? ଏତିକି, ଧନ୍ୟବାଦ।